ଏକ ଛୋଟ ଗାଁରେ ଛୋଟୁ ନାମକ ଏକ ଯୁବକଟିଏ ରହୁଥିଲା। ସେ ବହୁତ ଗରିବ ଥିଲା। ଗାଁର ଲୋକମାନେ କହୁଥିଲେ ଛୋଟୁ ବହୁତ ସରଳ ଏବଂ ଭଲ ମଣିଷଟିଏ। ସେ ପଶୁପକ୍ଷୀମାନଙ୍କର ହୃଦୟର କଥାକୁ ଜାଣିପାରୁଥିଲା। ପ୍ରତିଦିନ ଛୋଟୁ ସକାଳେ ଜଙ୍ଗଲକୁ ଯାଏ ଓ ଗଛମାନଙ୍କ ସହିତ କଥା ହେବାକୁ ଲାଗେ। ଗଛମାନଙ୍କୁ କହେ, ମୁଁ ତୁମମାନଙ୍କର ରକ୍ଷକ। ମୁଁ ସବୁବେଳେ ସବୁ ବିପଦରୁ ତୁମମାନଙ୍କୁ ରକ୍ଷା କରିବି। କିଛି ସମୟ ପରେ ହଠାତ୍ ଛୋଟୁ ଜଙ୍ଗଲ ମଧ୍ୟରୁ ଏକ କାନ୍ଦିବାର ସ୍ୱର ଶୁଣିଲା। ସେ ଧୀରେ ଧୀରେ ଆଗକୁ ଯାଇ ଦେଖିଲା ବେଳକୁ ଏକ ହାତୀ ଛୁଆଟେ କାନ୍ଦୁଛି। ହାତୀ ଛୁଆଟିର ଆଖିରେ ଭୟ ଓ ସାହାଯ୍ୟର ଆକୁଳତା ଦେଖି ଛୋଟୁ ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ। ଛୋଟୁ ଧୀରେ ଯାଇ ହାତୀ ଛୁଆଟେ ପାଖରେ କହିଲା, ହେ ଗଜରାଜ, ମୁଁ ଆସିଗଲି। ତୁମେ ଆଉ ଡର ନାହିଁ। ଛୋଟୁ ତୁରନ୍ତ ହାତୀ ଛୁଆଟିକୁ ପାଣି ପିଇବାକୁ ଦେଲା ଓ ଗଛର କିଛି ପତ୍ର ଆଣି ତାକୁ ଖାଇବାକୁ ଦେଲା। ଛୋଟୁ ହାତୀ ଛୁଆଟିର ସେବା କଲା। ଏମିତି କିଛି ସମୟ ବିତି ଚାଲିଥାଏ। ଛୋଟୁ ହାତୀ ଛୁଆଟିର ନାମ ଧୋପା ରଖିଲା। ଧୀରେ ଧୀରେ ସମୟ ଆଗକୁ ଚାଲୁଥାଏ। ଧୋପା ବଡ଼ ହେଲା। ଛୋଟୁର ଧୋପାର ପରମ ମିତ୍ରତା ସ୍ଥାପନ ହୋଇଗଲା। ଛୋଟୁର ପଛେ ପଛେ ସବୁବେଳେ ଧୋପା ଯାଉଥିଲା। ଏହା ଦେଖି ଗାଁର ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହେଉଥିଲେ ଏବଂ ଏମାନଙ୍କ ଦୋସ୍ତିକୁ ପ୍ରଶଂସା ମଧ୍ୟ କରୁଥିଲେ। ହଠାତ୍ ଏକ ଦିନ ରାତିରେ ଜଙ୍ଗଲକୁ ଶିକାରୀମାନେ ପ୍ରବେଶ କଲେ। କିନ୍ତୁ ଛୋଟୁ ଗଛ ଉପରେ ରହି ଶିକାରୀମାନଙ୍କୁ ଦେଖିଲା। ଧୋପା ଶିକାରୀମାନଙ୍କୁ ଦେଖି ଭୟଭୀତ ହେବାକୁ ଲାଗିଲା। ଶିକାରୀମାନେ ଧୋପାକୁ ଦେଖି କହିଲେ, ଏହା ତ ବହୁତ ବଡ଼ ଅଟେ। ଏହାକୁ ଧରିଲେ ଆମର ବହୁତ ଲାଭ ହେବ। ଛୋଟୁ ଧୀରେ ଧୀରେ ଯାଇ ଧୋପା ପିଠିରେ ବସି ଜଙ୍ଗଲ ଭିତରକୁ ଯାଇ ଜୋରରେ ଚିତ୍କାର କରି ସବୁ ପ୍ରାଣୀମାନଙ୍କୁ ସଚେତନ କରାଇଦେଲେ। ଧୀରେ ଧୀରେ ପବନ ମଧ୍ୟ ବହିବାକୁ ଲାଗିଲା। ଏହା ଦେଖି ଶିକାରୀମାନେ ଭୟଭୀତ ହୋଇ ପଳାଇ ଯିବାକୁ ଲାଗିଲେ। ରାତି ପାହି ସକାଳ ହେଲା। ଛୋଟୁ ଧୋପାର ମଥାରେ ହାତ ରଖି କହିଲା, ତୁମେ ପୂରା ଜଙ୍ଗଲକୁ ରକ୍ଷା କରିଦେଲ। ଧୋପା ମଧ୍ୟ ଛୋଟୁକୁ ବହୁତ ଧନ୍ୟବାଦ ଜଣାଇଲା ଓ କହିଲା, ମୋର ଜୀବନ ବଞ୍ଚାଇଥିବାରୁ ମୁଁ ତୁମ ପାଖରେ କୃତଜ୍ଞ ଅଟେ। ସେଇ ଦିନଠାରୁ ଛୋଟୁ ଆଉ ଧୋପାକୁ ଗାଁର ଲୋକମାନେ ଜଙ୍ଗଲର ରକ୍ଷକ ବୋଲି ଗ୍ରହଣ କରିନେଲେ। ଏମିତି ଦୁଇ ଜଣ ମିଶି ଜଙ୍ଗଲକୁ ରକ୍ଷା କରି ଚାଲୁଥିଲେ।